ସବଜେକ୍ଟ ତ ମୁଁ ଆଣିନି। ହଉ, ବେଲ ଖରାଦିନ ଯେତେ ଖାଇବ ବେଲ ଭଲ। ବେଲ ଖାଲି ଚୁପୁଡ଼ିକିରି, ହଁ ଚୁପୁଡ଼ିକିରି ପାଣି କରି ଖାଇବ, ପଇଡ଼ ପିଇବ, ଆଉ ପଖାଳ ପଖାଳ ଖାଇବ ଭଲ। ଆଉ ଯେତେ ପାଣି ଭରିଥିବା ଫଳ ଗୁଡ଼ା ଖାଇଲେ ଭଲ, ଭଲ ରେଜଲ୍ଟ ଦେବ। କାହିଁକିନା ଖରାରେ କୁଆଡ଼େ ଯାଉଛ, ପଖାଳ ଖାଇଗଲେ ଭଲ ଲାଗିବ। ବାଦାମ ଫୁଲ, ଆମ୍ବ ଏସବୁ ଖରାଦିନର ପ୍ରସ୍ଫୁଟିତ ଖାଦ୍ୟ, ନ୍ୟାଚୁରାଲ ପୁରା ପ୍ରକୃତି। ପ୍ରକୃତି ଯଦି ସୂର୍ଯ୍ୟ ନଥାନ୍ତା, ଏ ଖରାଦିନର ଖାଦ୍ୟ ଗୁଡ଼ିକ ନ୍ୟାଚୁରାଲ ପୁରା ପ୍ରକୃତି ବନେଇଛି ତୁମ ପାଇଁ। ପ୍ରକୃତିର ଦାନ କହିଲେ ଅତ୍ୟୁକ୍ତି ହେବନି। ତୁମ ବଡି ପାଇଁ ଯାହା ଆବଶ୍ୟକ ଅଛି ସେଇଟା ଖୋରାକ ଦଉଛି ପ୍ରକୃତି। ତୁମମାନଙ୍କ ଗାଧୋଇବା ପାଇଁ ନଈ ତିଆରି ହେଇଛି, ନଈ ତିଆରି ହେଇଛି ଗାଧୋଇବ। ଏବେ ସବୁ ଖନନ କରିକିରି ବା ନଳକୂପ ବସେଇକିରି ପାଣି ବାହାର କରୁଛନ୍ତି ତଳ। କିନ୍ତୁ ପ୍ରକୃତିର ଦେଖ, ମାନେ ପୃଥିବୀ ପୃଷ୍ଠରେ ନଈ ବହି ଯାଉଛି କେତେ ସୁନ୍ଦର ଭାବରେ ସ୍ୱଚ୍ଛ ଜଳ ନେଇକି। ଗୋଟିଏ ସ୍ପଟରେ ଯଦି ତୁମେ ଚିନ୍ତନ କରିବ, ସେଇଠି ସ୍ତବ୍ଧ ହେଇଯିବ। ଗୋଟିଏ ଘଟଣା, ନଈ ହଉ, ସୂର୍ଯ୍ୟ ହଉ, ପବନ ହଉ, ପୃଥିବୀର ଗତି ହଉ, ଚନ୍ଦ୍ରର ବିକିରଣ ରିଫ୍ଲେକ୍ସନ ହଉ ସୂର୍ଯ୍ୟର, କିମ୍ବା ଗଛ ବୃକ୍ଷର ଫଳ ପ୍ରଦାନ, ଶସ୍ୟ କ୍ଷେତ୍ର, ଧାନ କ୍ଷେତ୍ର, ଧାନ, ଗହମ, ମାଣ୍ଡିଆ, ସୋରିଷ। ଗୋଟିଏ ପଏଣ୍ଟରେ ବିଚାର କରନ୍ତୁ ତ, ବସିକିରି ଦେଖିବେ ଏ କେମିତି ସବୁ ସମ୍ଭବ ହଉଛି। ମନେକର ତୁମେ ନଥାନ୍ତ, ମାଣ୍ଡିଆ କ୍ଷେତ୍ର ନଥାନ୍ତା, ମାଣ୍ଡିଆ, ଧାନ, ନଈ, ସୂର୍ଯ୍ୟ କିଛି ନଥାନ୍ତା, ତୁମେ ନଥାନ୍ତ, ସେଗୁଡ଼ା କିଛି ନଥାନ୍ତା। କ'ଣ ହେଇଥାନ୍ତା? ମୁଁ ପ୍ରଶ୍ନ ରଖିଥିଲି ଥରେ, କିଛି ବି ନଥାନ୍ତା। କିଛି ବି ମାନେ କିଛି ବି ନଥାନ୍ତା, କିନ୍ତୁ କିଛି ଅଛି। ଆମକୁ ଭଲ ଲାଗୁଛି କି ନାହିଁ? ଆତ୍ମାର ଅନନ୍ତ ଶକ୍ତି ଅଛି, ଅନନ୍ତ, ଅସୀମ, ଅପାର ଶକ୍ତି, ଅପାର ବଳ, ଅଦ୍ଭୁତ ସୃଷ୍ଟି। ଦେଖନ୍ତୁ ତ ପୃଥିବୀରେ ଯେତେ ମେସିନ୍ ସବୁ ସୃଷ୍ଟି ହେଇଛି, ଅନେକ ମେସିନ୍ ସୃଷ୍ଟି ହେଇଛି, କଳକବ୍ଜା, ଏରୋପ୍ଲେନ୍, ମହାକାଶ ଯାନ, ଚନ୍ଦ୍ରପୃଷ୍ଠରେ ରହିବାର ମାନେ ଯାନ, ମହାକାଶରେ ବୁଲିବାର ଯାନ, ସବୁ ଅଛି। କେବେ ବି ମନୁଷ୍ୟ ସ୍ୱପ୍ନ ତିଆରି କରିଥିବା ଯାନକୁ ତିଆରି କରିପାରିବ ନାହିଁ। ଯେଉଁ ସ୍ୱପ୍ନ ସୃଷ୍ଟି ହେଉଛି ଆତ୍ମାର, ତୁମେ ଦେଖୁଛ, ଏମିତି କୌଣସି ଯନ୍ତ୍ର ନାହିଁ ଯେ ସ୍ୱପ୍ନକୁ ସୃଷ୍ଟି କରି ତୁମକୁ ଦେଖେଇଦେବ। ବିଚାର କରନ୍ତୁ ତା ଭିତରେ, କେବେ ସମ୍ଭବ ନୁହେଁ, କେବେ ବି ସମ୍ଭବ ନୁହେଁ। କେବେ ଆତ୍ମାର ଅଦ୍ଭୁତ ଅପାର ଶକ୍ତି, ତାକୁ କେବେ କଳନା କରିପାରିବନି। କେତେ ଯନ୍ତ୍ର ତିଆରି ହେଇଛି ଦେଖନ୍ତୁ ତ, କେବେ ଆଗକୁ ମଧ୍ୟ ସ୍ୱପ୍ନ ତିଆରି ଯନ୍ତ୍ର କେବେ ବାହାରି ପାରିବ ନାହିଁ। ଆତ୍ମାକୁ ସୃଷ୍ଟି କରିବାର ଯନ୍ତ୍ର ବାହାର କରିପାରିବ ନାହିଁ। ମନୁଷ୍ୟ ଶରୀରକୁ ସୃଷ୍ଟି କରିପାରେ,
କିନ୍ତୁ ଆତ୍ମାର ଅତି ସୂକ୍ଷ୍ମତମ ଦିଗକୁ କେତେବେଳେ ଯିବ ମଣିଷ? କେବଳ ସମାଧି ହିଁ ଯାଇପାରିବ। ସମାଧିରେ ମଣିଷ ସେଠିକି ପହଞ୍ଚି ପାରିବ, କିନ୍ତୁ କେବେ ଯନ୍ତ୍ର ତିଆରି କରି ସମାଧି କରିପାରିବନି ମନୁଷ୍ୟ। ଆଉ ଗୋଟେ ଚାପ୍ଟର ଦେଖନ୍ତୁ, ନିଦ୍ରା। ନିଦ୍ରା କରିପାରିବନି ମନୁଷ୍ୟ। ଯୋଉ ନିଦ୍ରା ବଟିକା ତୁମେ ଖାଉଛ ସେ ନିଦ୍ରା ନୁହେଁ, ବରଂ ରୋଗ ବଟିକା ଖାଉଛ। ନିଦ୍ରା କରାଇବା ପାଇଁ, ନିଦ ହବା ପାଇଁ ଯୋଉ ବଟିକା ଖାଉଛ, ସେ ବଟିକାରେ ନିଦର ସରଳୀ ବା ପ୍ରାକୃତିକ ନିଦ ନୁହେଁ, ସେଟା ଅପ୍ରାକୃତିକ ନିଦ। ଯେମିତି ଆନେସ୍ଥେସିଆ ଦେଲେ ବଧିରା ହେଇଯାଏ, ସେମିତି ଏ ବଟିକା ନିଦ ପାଇଁ କାମ କରେ। କିନ୍ତୁ ନିଦ କିଏ ସୃଷ୍ଟି କରୁଛି? କେତେ ବିଚିତ୍ର ଦେଖ, ତୁମେ ବୁଲୁଛ, ଖେଳୁଛ, ସବୁ କରୁଛ, ତମକୁ 6 ଘଣ୍ଟା ଶୋଇ ପକଉଛି କିଏ? 6 ଘଣ୍ଟା ଶୋଇ ପଡୁଛ ତୁମେ ଆନନ୍ଦ। ନିଦ ନହେଲେ ତ ତୁମେ ବଞ୍ଚି ପାରିବନି। ସେ ପ୍ରଯତ୍ନ ମଧ୍ୟ ଆତ୍ମଦେବ ଜାଣିଛନ୍ତି, ସେଇଟା ବି କରି ରଖିଛନ୍ତି ତୁମ ପାଇଁ। ଖାଦ୍ୟର ଆବଶ୍ୟକତା ଅଛି, ଖାଦ୍ୟ ମଧ୍ୟ କରି ରଖିଛନ୍ତି। ଆସିଲା ପୂର୍ବରୁ ଅନ୍ନ ବ୍ରହ୍ମ, କ୍ଷୀର ଅଛି, ତାପରେ ଶସ୍ୟ ଶ୍ୟାମଳ ପୁରା ଭରପୁର ହେଇକି ଥୁଆଯାଇଛି ପୃଥିବୀରେ ତୁମ ପାଇଁ। ଇଏ ଗୋଟେ ପ୍ଲାନିଂ ନୁହେଁ କି? ଭାବୁନା, ଇଏ ଗୋଟେ ଆତ୍ମଦେବଙ୍କର ପ୍ଲାନିଂ ନୁହେଁ କି? ସିଟି ପ୍ଲାନିଂ ସିଟି ପୃଥିବୀଟା। ଜନ୍ମ ମରଣ ରହସ୍ୟ ରଖିଛି, ମାନେ ପୃଥିବୀ ଏବଂ ଆକାଶର ସ୍ଥାନ ରଖିଛି। ପୃଥିବୀରେ ଆସି ପହଞ୍ଚିବ, ପୁଣି ଶୂନ୍ୟକୁ ଉଡ଼ିଯିବ, ଶୂନ୍ୟରୁ ପୁଣି ପୃଥିବୀକି ଆସେ। ଏସବୁ ବିଚିତ୍ର ଲାଗୁନି କି? ଦେଖନ୍ତୁ କେତେ ବିଚିତ୍ର। ଅନେକ ଭାଷା ଅଛି ଦେଶରେ, ଅନେକ ଦେଶ ଅଛି, ଆଉ ବେଶଭୂଷା ସମସ୍ତଙ୍କର ଅଲଗା ଅଲଗା, ଭାଷା ଅଲଗା, ସ୍ଥାନ ଅଲଗା, ଡ୍ରେସ୍ ଅଲଗା, ପୁଣି ଦୁଇଟି ତିନୋଟି ପ୍ରକାରର ମନୁଷ୍ୟ ତିଆରି କରିଛି, ଗୋଟେ ସ୍ତ୍ରୀ, ଗୋଟେ ପୁରୁଷ। ଇଏ ବି ବିଚିତ୍ର ପୁରା, ସମସ୍ତଙ୍କଠୁ ଇଏ ବିଚିତ୍ର। ସ୍ତ୍ରୀ ଏବଂ ପୁରୁଷକୁ ବନେଇବା, ପୁଣି ତା ଭିତରେ ଯିଏ ନା ସ୍ତ୍ରୀ ହେଲେ ନା ପୁରୁଷ ହେଲେ, ସେ ଆଉ ଗୋଟେ ଜେଣ୍ଡରରେ ରହିଗଲେ, ସିଏ ବି ବିଚିତ୍ର। ଦେଖନ୍ତୁ କେତେ ଏସବୁ କେତେ ଅଦ୍ଭୁତ ଜିନିଷ ଆତ୍ମଦେବଙ୍କର ଅଛି। ଖାଦ୍ୟ ଖାଉଛ, ଯୋଉ ଖାଦ୍ୟ କି ତୁମେ ଡାଇଜେସନ କରିପାରିବ, ତାକୁ ହଜମ କରିବାର ଶକ୍ତି ଅଛି ତୁମ ଭିତରେ। ଆଉ ଖାଦ୍ୟଟା ତୁମକୁ ଏତେ ଆନନ୍ଦ ଦଉଛି, ଶାନ୍ତି ଦଉଛି। ମଣିଷ ବଞ୍ଚିବାର ଗୋଟେ ରାହା ସୃଷ୍ଟି ହଉଛି। ଆନନ୍ଦ, ଖାଦ୍ୟଟା ଗୋଟେ ଏକ ପ୍ରକାର ଆନନ୍ଦ ନୁହେଁ କି? ଦେଖନ୍ତୁ, ମତେ ଭୋକ ହେଲାଣି ଜୋର, ଖାଇଦେଲେ ଶାନ୍ତି ଲାଗୁଛି। ମାନେ ଭୋକ ଯେମିତି ନିଦ ରଖାଯାଇଛି ତୁମ ପାଇଁ, ଭୋକ ମଧ୍ୟ ରଖାଯାଇଛି ମନୁଷ୍ୟ ଭିତରେ। ତୁମେ ଖାଇକିରି ଆନନ୍ଦିତ, ଯଦି ଏଗୁଡ଼ା ଆନନ୍ଦ ନ ଲାଗନ୍ତା, ପେଟ ନ ପୁରନ୍ତା, ସେ ବେକାର ହେଇଯାନ୍ତା। ଖାଦ୍ୟ ଖାଉଛ ବଞ୍ଚିବା ପାଇଁ, ପୁଣି ସେଥିରେ ଆନନ୍ଦ ମଧ୍ୟ ମିଳୁଛି। ଇଏ ବି ଗୋଟେ ବିଚିତ୍ର ଅଦ୍ଭୁତ ଜିନିଷ ତିଆରି ହେଇଛି। ଖାଲି ମନୁଷ୍ୟ ରହିନାହାନ୍ତି, ପୁଣି ଜୀବଜନ୍ତୁ, ବୃକ୍ଷରାଜି, କେତେ ଯେ କଣ ସୃଷ୍ଟି ହେଇଛି ତୁମେ ତାର କଳ୍ପନା ବି କରିପାରିବନି। କେତେ ଯେ କଣ ସୃଷ୍ଟି ହେଇଛି ତାର କଳ୍ପନା କେବେ କରିପାରିବନି, ଯେତେ ରିସର୍ଚ୍ଚ କର, ଯାହା କର।
କୋଉ କୋଉ ସ୍ଥାନରେ କୋଉ ଲୋକଙ୍କୁ ସବୁ ରଖିଯାଉଛି, ମରିଗଲା ପରେ କିଏ କୋଉ ସ୍ଥାନରେ ରହୁଛି ସମସ୍ତଙ୍କୁ ଭେଟ ହବା ବହୁତ କଷ୍ଟ। ତୁମେ ତାଙ୍କୁ ସବୁ ଭେଟିବା ବହୁତ କଷ୍ଟ ଏଇ ଯୋଉ ଜାଗ୍ରତ ଅବସ୍ଥାରେ ବା ଏଇ ପୃଥ୍ୱୀ ପୃଷ୍ଠରେ। ବହୁତ ଅଜ୍ଞାତ ଜିନିଷ ରଖିଦିଆଯାଇଛି। ତୁମେ ଏବେ ଭେଟ ପାଉନା ତୁମର ପୂର୍ବଜ ମାନଙ୍କୁ, କିନ୍ତୁ ମରିଗଲା ପରେ ସେମାନେ ଅପେକ୍ଷା କରିଛନ୍ତି ତୁମ ଭେଟ ହବ। ଇଏ କେତେ ବିରାଟ ପ୍ଲାନିଂ ଦେଖନ୍ତୁ ଭଗବାନଙ୍କର। ତୁମେ ବଞ୍ଚିଥିବା ଅବସ୍ଥାରେ ସେ ପଳେଇଲେ, ପୁଣି ମରିଗଲା ଅବସ୍ଥାରେ ମଧ୍ୟ ସେ ଭେଟ ହେବେ ତୁମର। ଏ ରହସ୍ୟ ଲୁଚି ରହିଛି, ସମସ୍ତେ ଜାଣନ୍ତି ନାହିଁ। ସେ କୋଉଠି ରହିଛନ୍ତି, ପୁଣି କଣ ଖାଉଛନ୍ତି, ଖାଇବାକୁ ଦେଲେ ରହିବେ, ନଦେଲେ ବି ରହିବେ। ମାନେ ଯୋଉ ଆଙ୍ଗେଲରେ ତୁମେ ଯାଅ ଦେଖିବ ସବୁ ବିଚିତ୍ର ଲାଗୁଛି, ସବୁ କୁହେଳିକା ଲାଗୁଛି, ରହସ୍ୟମୟ ଲାଗୁଛି। ଶୂନ୍ୟରେ ଅନନ୍ତ ଶକ୍ତି ଅଛି ଏବଂ ଶୂନ୍ୟ ଭିତରେ ଅନନ୍ତ ଜାଗା ଅଛି ରହିବା ପାଇଁ ମନୁଷ୍ୟ। ପୃଥିବୀଟା ସିନା ସର୍ଟେଜ ହେଇଯାଉଛି, ଏତିକି ସ୍କୋୟାର ଫୁଟ ନହେଲେ ହବନି, କିନ୍ତୁ ମରିଗଲା ପରେ ଯୋଉ ବିଶାଳ ଆକାଶ ଅଛି, ଶୂନ୍ୟତା ଅଛି, ତୁମେ ଯୋଉଠି ରହିପାରିବ। ଅବୃଦ୍ଧ ଅବୃଦ୍ଧ କୋଟି କୋଟି ମାନେ କେତେ ବି ଲୋକ ଜନ୍ମ ନେଲେ ବି ଆକାଶର ଶୂନ୍ୟତାରେ ରହିପାରିବେ। କେବେ ଚିନ୍ତା କରିଛନ୍ତି ଏ ପୃଥିବୀ, ଏ ନଦ ନଦୀ, ସୂର୍ଯ୍ୟ ଚନ୍ଦ୍ର, ଆଲୋକ, ବର୍ଷା, ପାଣି ପବନ କାହାର ସୃଷ୍ଟି ନୁହେଁ? କେମିତି? ଆଉ ଯିଏ ସୃଷ୍ଟି କରିଛି କେତେ ଅନୁମାନ କରିଥିବ ଦେଖନ୍ତୁ। ସୂର୍ଯ୍ୟଟି ରଖିଦେଲା, ପାଣି ଉଡି ଉପରକୁ ଉଠିବ, ତମକୁ ଅକ୍ସିଜେନ ମିଳିବ, ଗଛ ରହିଲେ ନିଶ୍ୱାସ ନବ, ଗଛ ସହିତ ତୁମର ମଧ୍ୟ କନେକ୍ସନ ଅଛି। ଗଛ ଯାହା ଛାଡ଼ିବ ତୁମେ ଗ୍ରହଣ କରିବ, ତୁମେ ଯାହା ଛାଡ଼ିବ ଗଛ ଗ୍ରହଣ କରିବ। ଏହା ପ୍ଲାନର କିଏ? ଯେ ପ୍ଲାନ କରିଛି ଆକୁ। ସୂର୍ଯ୍ୟ ନଥିଲେ ମେଘ ହୁଅନ୍ତାନି, ମେଘକୁ ପାଣିକି ଟେକି ନେଉଛୁ, ପୁଣି ବର୍ଷା ଆକାରରେ ଆମେ ପାଉଛେ। ଇଏ ବି ଗୋଟେ ବିରାଟ ପରିକଳ୍ପନା, ବିରାଟ ମେଥଡ। କୁହନ୍ତୁ, ଏଗୁଡ଼ା ସବୁ ଚିନ୍ତା କରିବାର ଅଛି, ଏଗୁଡ଼ା ଭାବ ବିହଳ ହେଇକି ଖୋଜିବାର ଅଛି ତୁମକୁ। ତୁମେ ପୁଣି ବନ୍ଧୁ ବାନ୍ଧୁଛ, କାହା ସହିତ କାହାକୁ ନେଇକି ସନ୍ତାନ ସୃଷ୍ଟି କରିବା ପାଇଁ ବିବାହ କରୁଛ। ଇଏ ବି ପରିକଳ୍ପନା ନୁହେଁ କି ଭଗବାନ? ଗୋଟେ ଛୁଆଟି ଜନ୍ମ ହଉଛି, ବାଳକ ହେଲା, ବାଳକରୁ ବୟସ୍କ, ବୟସ୍କରୁ ବୃଦ୍ଧ, ବୃଦ୍ଧ ପରେ ଗତି ବନ୍ଦ, ସ୍ଥାଣୁ ହେଇଯିବ, ଅଥର୍ବ ହେଇଯିବ, ମରିବାକୁ ଇଚ୍ଛା ହବ। ଇଏ ବି ଗୋଟେ ପରିକଳ୍ପନା କରାହେଇଛି। ମଣିଷକୁ ଜନ୍ମ ଦେଇକି ମରଣ ପର୍ଯ୍ୟନ୍ତ ନେଇଯିବ, ମରଣ ବେଳେ ବି ମଣିଷ ଚାହିଁବ ମରିଯିବା ଉଚିତ, କାହିଁକିନା ମୋ ଶରୀର ଆଉ ଅକ୍ଷମ ହେଇଗଲା, ଶରୀର ଚାଲିପାରୁନି। ମାନେ ଜନ୍ମ ଦେଇଛି ଯେ ବୁଦ୍ଧି ଦେଇଛି ତୁମ ସହିତ ମରଣକୁ ସ୍ୱାଗତ କରିବା ପାଇଁ। ବହୁତ ଅଧିକ ଜିଦିଖୋର ହେଲେ ବଞ୍ଚିଯିବ ନା। ତୁମେ ସ୍ୱୟଂ କହୁଛ ମୁଁ ମରିବି, ଶେଷ ଅବସ୍ଥାରେ ଚାଲିପାରୁନ, ବସିପାରୁନ, ବାଡ଼ି ଧରୁଛ। କାଲି ଜଣେ ଆସିଥିଲେ ଏଠିକି, ଏପଟେ ବସୁଛନ୍ତି, ସେପଟେ ବସୁଛନ୍ତି, ଅମୁକ କରୁଛନ୍ତି। କାଲି ଆଡମିସନ ନେଇକରି ଗଲେ ବାସୁଦେବପୁର, ଭଦ୍ରକ, ବୁଝିଲେ?
ପୁଣି ଏ ସୃଷ୍ଟି କ୍ରମରେ ସାପ ରଖି ଦିଆହେଇଛି, ବାଘ ରଖି ଦିଆହେଇଛି, ବିଲୁଆ ରଖି ଦିଆହେଇଛି, ଶାଗୁଣା ତ ଅନ୍ତ ହେଇଗଲାଣି, ଶାଗୁଣା ମଧ୍ୟ ରଖି ଦିଆହେଇଛି ଖାଇବା ସବୁ। ଶାଗୁଣା ଯେଉଁ ଶବ ତୁମର ଖାଉଛି, ଗୋରୁଙ୍କ ଶବ ଖାଉଥିଲେ, ମଣିଷର ଶବ ଖାଉଥିଲେ, କୁକୁର ମଧ୍ୟ ଶବ ଖାଆନ୍ତି, ବିଲୁଆ ଖାଆନ୍ତି। ଏ ପ୍ରଜାତିର ବା ଏଇ ପଶୁପକ୍ଷୀ ସୃଷ୍ଟି କରିବାର ରହସ୍ୟ ରହିଥିଲା। ଏଇଟା ବି ପରିକଳ୍ପନା ଥିଲା। କହନ୍ତିନି ଶାଗୁଣା ସମସ୍ତଙ୍କ ମାଂସ ଖାଇବ, ତା ମାଂସ କେହି ଖାଇବେନି। ସେ ଗୋଟେ ଅଦ୍ଭୁତ ଜୀବ, ଅଦ୍ଭୁତ ଶକ୍ତି ଅଛି ତା ଭିତରେ, ଶାଗୁଣା ଭିତରେ। ଶାଗୁଣା ବସିଛି ଡେଣା ମେଲାଇ, ଆଉ ନା ଡେଣା ଅଛି ନା ଶାଗୁଣା ଅଛି। କୁଆଡ଼େ କୁଆଡ଼େ ଗଲେ ସେ ସବୁ। ପ୍ରକୃତିର ନିୟମ ଭାଙ୍ଗି ଆମେ ଯେଉଁ ମେଡ଼ିସିନ ପ୍ରୟୋଗ କଲେ ଗାଈମାନଙ୍କ ଉପରେ, ସେ ଗାଈମାନଙ୍କର ମାଂସ ଖାଇଲା ପରେ ଶାଗୁଣା ବଂଶ ଲୋପ ହେଇଗଲା ଆସ୍ତେ ଆସ୍ତେ। ଏସିଆ ମହାଦେଶରେ ପ୍ରାୟ ନାହାନ୍ତି, ଆଉ ତ କୋଉଠି କିଏ ଦେଖାଯାଉନାହାନ୍ତି। ବିଲବାଡ଼ି ମଧ୍ୟ କରିଦିଆହେଇଛି ମନୁଷ୍ୟ ପାଇଁ, ତା ସହିତ ହଳ ରଖି ଦିଆହେଇଛି, ବଳଦ କରିଦିଆହେଇଛି, ସୃଷ୍ଟି ହଳ କରିବ। ଏ କଳ୍ପନା ନୁହେଁ କି, କାହାର ତ କଳ୍ପନା ଏଗୁଡ଼ା ହେଇଥିବ। ମଣିଷ ଖାଇବା ପାଇଁ କରିବ ନା ଚାଷ। ବିଲକୁଲ ଧାନ ମଞ୍ଜି ନଥାନ୍ତା, ଧାନ କୋଉଠି ଉତ୍ପାଦନ କରିଥାନ୍ତା? ଧାନ ଅଛି, ଧାନ ବି ଅଛି, ଖାଦ୍ୟ ପାଇଁ ଧାନ ରଖାହେଇଛି। ମନୁଷ୍ୟ ଜାତିରେ ମଧ୍ୟ ଶ୍ରେଣୀ କରିଦିଆଯାଇଛି। ଇଏ ଏଇ କ୍ୟାଟେଗୋରୀର ମଣିଷ, ଇଏ ବାରିକ, ଇଏ କାର୍ପେଣ୍ଟର, ଇଏ ଧୋବା, ଇଏ ମେହନ୍ତର, ଇଏ ଲୁଗା ବୁଣିବ, ଇଏ ହାଣ୍ଡି ଗଢ଼ିବ, ହାଣ୍ଡି ମାଠିଆ ଯେଉଁମାନେ ଗଢ଼ୁଛନ୍ତି କୁମ୍ଭାର, ଇଏ ଚାଷ କରିବ, ଇଏ ଦେଶ ରକ୍ଷା କରିବ, ଇଏ ବ୍ରାହ୍ମଣ ପୂଜା କରିବ। ଇଏ ବର୍ଗ ସବୁ ଗଠନ କରିଦିଏ, ଶ୍ରେଣୀ। ମନୁଷ୍ୟ ହେଇକରି ବି ତାର ଶ୍ରେଣୀ ବିଭାଗ କରିଦିଏ। ଇଏ ବି ଆଶ୍ଚର୍ଯ୍ୟ ନୁହେଁ କି ଏ ଜିନିଷ ଗୁଡ଼ା। ସର୍ବୋପରି କହିବାକୁ ଗଲେ ଆମେ ଯଦି ଏହାର ବିଶ୍ଳେଷଣ କରୁଛେ ବା କରିଛେ ମନ ଭିତରେ, ଏସବୁ ସ୍ୱତନ୍ତ୍ର ଭାବରେ ପ୍ଲାନିଂରେ ହେଇଛି, ବିନା ପ୍ଲାନିଂରେ ତିଆରି ହେଇନି। ବିନା ପ୍ଲାନିଂରେ ତିଆରି ହେଇନି। କହୁଛନ୍ତି ଆମ ପାଇଁ ଖାଦ୍ୟ ନାହିଁ, ଜଣେ ଜଣେ ମଣିଷ କହୁଛନ୍ତି ଆମ ପାଇଁ ଖାଦ୍ୟ ନାହିଁ। ଆରେ ଖାଦ୍ୟ ତ କ'ଣ, ସବୁ ତ ଅଛି ତୁମ ପାଇଁ। ତୁମେ କର୍ମ ନ କଲେ କେମିତି ଖାଦ୍ୟ ହବ? ନ ଗାଧେଇଲେ, ନଈକି ଯାଇ ନ ଗାଧେଇଲେ କ'ଣ ତମକୁ କିଏ ଗାଧେଇ ଦବ? ରୋଷେଇ ନ କଲେ କେମିତି ଖାଦ୍ୟ ମିଳିବ? ଗଛ ନ ଲଗେଇଲେ ଫଳ କେମିତି ମିଳିବ? ଏତିକି ତ କରିବାକୁ ପଡ଼ିବ ତୁମକୁ ନା। ଆମ୍ବ ଗଛ ଲଗାଅ, ପଣସ ଲଗାଅ, ପିଜୁଳି ଲଗାଅ, ସପେଟା ଲଗାଅ, ସଜନା ଗଛ ଲଗାଅ, କଦଳୀ ଗଛ ଲଗାଅ, ଅମୃତଭଣ୍ଡା ଗଛ, ଏସବୁ ସଫିସିଏଣ୍ଟ ଖାଦ୍ୟ ପାଇବ। 2 ଗୁଣ୍ଠ ଚାଷ କଲେ ପନିପରିବା ପ୍ରଚୁର ମିଳିବ, ଶାଗ ମିଳିବ, ବାଇଗଣ ମିଳିବ, ଆଳୁ ମିଳିବ, ପିଆଜ ମିଳିବ, ସବୁ ମିଳିବ। ତୁମେ କୃଷି କାମ କରିବ, ଖାଦ୍ୟ ପ୍ରଚୁର, ପୃଥିବୀ ଅଛି ନା, ମାଟି ଅଛି, ପୃଥିବୀ ଅଛି। ତୁମେ ତ ଆକାଶରେ ରହିନ, ତୁମକୁ ପୃଥିବୀ ଦିଆହେଇଛି ଚାଷ କରିବା ପାଇଁ, ଖାଦ୍ୟର ଉତ୍ପାଦନ କରିବା ପାଇଁ। କିଛି କରିଲେ ଅଭାବ ରହିବନି ତୁମ ପାଖରେ ଖାଦ୍ୟର। ମୁଁ 20ଟା ନଡ଼ିଆ ଗଛ ଲଗେଇଥିଲି, କଦଳୀ ଗଛ ଲଗେଇଥିଲି,
କଦଳୀ ଯେବେ ପ୍ରଥମ କାନ୍ଦି ପଡ଼ିଲା କି ଆନନ୍ଦ ଲାଗିଲା କାହିଁକିନା ନିଜେ ଲଗେଇଲ, ନିଜେ ଗଛ ହେଲା, ନିଜେ ପାଣି ଦଉଥିଲ, କଦଳୀ କାନ୍ଦି ପଡ଼ିଲା, କେତେ ଶାନ୍ତି ଲାଗିଲା। ତା ଭିତରେ କେତେବେଳେ କଦଳୀ ପାଚି ଯାଇଛି ଗଛରେ, ଆହୁରି ଶାନ୍ତି ଲାଗିଲା। ଲଗୁ ଲଗୁ 20ଟା ନଡ଼ିଆ ଗଛ, 30ଟା ଅମୃତଭଣ୍ଡା ଗଛ। ଅମୃତଭଣ୍ଡା ଆମେ ଖାଇବୁ, ବିରକ୍ତ ଲାଗିଲା ଖାଇ ଖାଇ ଖାଇ। ସବୁଦିନ ପାଚିଥିବ 5ଟା 6ଟା 10ଟା। ଝାଗୁନାଇଟାକୁ ଦେଲୁ, ବାଣ୍ଟିଲୁ, ଭଲ ଲାଗିଲା, ଶାନ୍ତି, ସେମାନେ ନେଇକି ଖାଇଲେ। ଏଇନା ବର୍ତ୍ତମାନ ଅମୃତଭଣ୍ଡା ବହୁତ ରେଟ୍। ଆଗେ କ୍ୱଚିତ ଲୋକ ଖାଉଥିଲେ, ବର୍ତ୍ତମାନ ଅମୃତଭଣ୍ଡା ଡାଇବେଟିସ୍ ବାଲା ଖାଉଛନ୍ତି, ଅନ୍ୟାନ୍ୟ ରୋଗୀ ଖାଉଛନ୍ତି, ସନ୍ତୁଳା କରିକି ଖାଉଛନ୍ତି। ଆଉ ନାହିଁ କ'ଣ ଖାଦ୍ୟ ତୁମ ପାଇଁ? ସବୁ ଅଛି, ତୁମେ ଲଗେଇଲେ ହେଲା। ମୁଁ 20ଟା ଗଛରେ କହୁଥିଲି ତ, 20ଟା ଗଛରେ ପ୍ରତ୍ୟେକ ଦିନ 4ଟା ବେଳେ ଉଠିକିରି ପାଣି ଦିଏ। ମଟର ନଥିଲା, ଗାଡ଼ିଆ ଥିଲା ଗୋଟେ କରରେ, ଗାଡ଼ିଆରୁ ପାଣି ବୋହିକିରି ଆଣିକିରି ସବୁ ନଡ଼ିଆ ଗଛଙ୍କୁ ପାଣି ଦିଏ। ସେ ଗୋଟେ ଏକ୍ସରସାଇଜ ହେଉଥିଲା। ତାପରେ ଖେଳିବାକୁ ଯିବି ପାଣି ଦେଇକି, ଏ ଗୋଟେ ଅଭ୍ୟାସ ହେଇଯାଇଥିଲା। ଖରାଦିନେ ଦିଆଯାଏ, ବୁଝିଲେ? କିଛି ନା କିଛି କରିବାକୁ ଚେଷ୍ଟା କର ପ୍ରତ୍ୟେକ ଦିନ ଖାଦ୍ୟ ପାଇଁ, ଉତ୍ସାହର ସହିତ, ଉମଙ୍ଗ ସହିତ ଲଗେଇ ଦିଅ ଗୋଟେ ଗଛ। ଉଲ୍ଲୁ ପୋତିଦେବ, ଫୁଲ ଗଛ ବି ଲଗେଇଦେବ, ସୁନ୍ଦର ଦେଖାଯିବ। ଥରେ ଗେଣ୍ଡୁ ଗଛ ମୁଁ ଲଗେଇଥିଲି, ପୁରା ଆମ ବାରି ସାରା ଗେଣ୍ଡୁ ଗଛ, ଗୋଟେ ଲହଡ଼ି, ସବୁ ଗାଁ ସାରା ଦେଖିବାକୁ ଆସିଲେ। ପେଟ ପୁରିଗଲା। ହଜାର ହଜାର ଗେଣ୍ଡୁ ଗଛ, କି ସୁନ୍ଦର। ଗୋଟେ ଫୁଲ ଫୁଟିଲା ପରେ ତୁମ ଆନନ୍ଦର ସୀମା ରହିଲାନି। ପ୍ରଥମ ଫୁଲ, ଦ୍ୱିତୀୟ ଫୁଲ, ତୃତୀୟ ଫୁଲ, ସବୁ ଗଛରେ ଯେତେବେଳେ ଫୁଟିଲା, ଜହ୍ନର ଲାଇଟରେ, ଚନ୍ଦ୍ରର କିରଣରେ ମୁଁ ଦେଖେ ଯାଇକି ବାଡ଼ିରେ, ସତିକା ଏଇଟା ସ୍ୱର୍ଗ ଫେରି ଆସିଲା କି ଠିକ୍। ତୁମେ କର, କିଛି କଲେ ତାର ମିଳିବ। ବାଉଁଶ ଗଛ ଲଗେଇବ, ତାଳ ଗଛ ଲଗେଇବ, ସବୁ ଗଛର ମୂଲ୍ୟ ଅଛି। ନାହିଁ ତ ରୋଡ ଲଗାଅ, ରୋଡ ଯଦି ନିଜର ଜମି ନାହିଁ, ରୋଡ କରି ଲଗାଅ ନଡ଼ିଆ ଗଛ, ତାଳ ଗଛ। ଏବେ ଗଭର୍ଣ୍ଣମେଣ୍ଟ କହିଲାଣି ତାଳ ଗଛ ଲଗେଇବା। ଆଉ ବିଜୁଳି ମାରିବନି, ବିଜୁଳି, ଚଡ଼ଚଡ଼ି, ଘଡ଼ଘଡ଼ି, ଏସବୁ ତାଳ ଗଛ ରୋକିବ ତୁମେ। କରନ୍ତୁ ତ, ଦେଖି କେମିତି ତୁମ ଭିତରେ ଅଭାବ ସୃଷ୍ଟି ହେବ। ପ୍ରତ୍ୟେକ ଦିନ କର, ଗଛ ଲଗାଅ, ନ ହଉ ଗଛ ଲଗାଅ, ତାର ଫଳ ଯୋଉ ବାଟରେ ତୁମେ ପାଇଯାଏ। କେତେ ତିକ୍ତତା, କେତେ ଅଶାନ୍ତି, କେତେ ଭୟ, କେତେ ବିଭତ୍ସ, କେତେ ରୋଗ, କ'ଣ ମଧ୍ୟ ଅଛି ପୃଥିବୀରେ। ଦେଖ, କିଛି ଦିନ ପରେ ଗୋଟେ ଟାୟାର ଭିତରେ ପାଣି ଥିଲେ, ସେରେ ପୋକ ସୃଷ୍ଟି ହେଇଯାଉଛନ୍ତି, ଆବର୍ଜନା ହେଇଯାଉଛି, ଦୁର୍ଗନ୍ଧ ହଉଛି। ତେଣୁ ପ୍ରତ୍ୟେକ ଜିନିଷର ଯେମିତି ନକାରାତ୍ମକ ଶକ୍ତି ଅଛି, ସକାରାତ୍ମକ ଶକ୍ତି ମଧ୍ୟ ଭରପୁର ହେଇକି ଅଛି ତୁମ ଭିତରେ। ଏ ପୃଥିବୀ ସାରା ଯୋଉ ଜଳବାୟୁ ଅଛି, ସେ ବି ତାକୁ ବିଶୋଧନ କରିବା પર ଶକ୍ତି ଅଛି, ବିଶୋଧନ କରିପାରିବ। ସେମିତି ତୁମ ଭିତରେ ଯୋଉ ସକାରାତ୍ମକ ଶକ୍ତି ଅଛି, ସବୁକୁ ପ୍ରତିହତ କରିବା ପାଇଁ ଦିଆଯାଇଛି, ତୁମ ପାଖରେ ଅଛି। ଦେଖନ୍ତୁ ତ, ସକାଳୁ ରାତି ହଉଛି, ସେ ବି ଅଭିନବ କଳ୍ପନା ଭଗବାନଙ୍କର। ରାତି ହଉଛି, ଦିନ ହଉଛି, ଦିନ ରାତି କିଏ କରଉଛି? ସୂର୍ଯ୍ୟ ଯେତେବେଳେ ଡୁବିଯାଏ ପାହାଡ଼ ତଳେ,
ଗଛ କରେ ଲୁଚି ଯାଏ ସେତେବେଳେ ମଣିଷ ନମସ୍କାର କରେ ଯାଇକି। ଦେଖିଛୁ କେତେ କେତେ ବୁଢ଼ା ଲୋକ ସବୁ ନମସ୍କାର କରନ୍ତି ଗଛ ମାରି। ଏ ମହାପ୍ରଭୁ ମହାପ୍ରଭୁ ଡୁବିଗଲାଣି, ମହାପ୍ରଭୁ ଡୁବି ଯାଉଛନ୍ତି। ଇଏ ଗୋଟେ କଳ୍ପନା ନୁହେଁ କି ମଣିଷ ଭିତରେ କେତେ ବିରାଟ ଶକ୍ତିଟା ଯାଉଛି ଆସୁଛି। ସୂର୍ଯ୍ୟ ଯେତିକି ସମୟ ଉପରେ ରହୁଛି ତୁମକୁ କିରଣ ପ୍ରଦାନ କରି ଯାଉଛି, କିରଣ ଦଉଛି। ତୁମେ ବଲ୍ ଲଗେଇଛ, ଯେତିକି ଶାନ୍ତି ନୁହେଁ, ସୂର୍ଯ୍ୟ ନଥିଲେ କଣ କରିଥାନ୍ତ? କେତେ ଶାନ୍ତିର ଆଲୋକ ଦେଇକି ଯାଉଛି ନା ସକାଳ, ତାର ମୂଲ୍ୟ ତ ନା ତୁମେ ଦେଇପାରିବ। ସୂର୍ଯ୍ୟର ଆଲୋକର ମୂଲ୍ୟ କେହି ଦେଇପାରିବେନି, ସେ ଭଗବାନ ଦେଇଛନ୍ତି। ସେଟିଂରେ ଅଛି, ସବୁ କରିଦିଆହେଇଛି। ସେ ଯୋଉଟା କରିଛନ୍ତି ତୁମେ କରିପାରିବନି। ଅମୂଲ୍ୟ ଅମୂଲ୍ୟ ଜିନିଷ ସବୁ ଗଢ଼ି ତୋଳି ଯାଇଛନ୍ତି ଭଗବାନ ତୁମ ପାଇଁ। ସେଥିପାଇଁ କେବେ ସାଲ୍ୟୁଟ୍ ମାରୁଛ, ସେଥିପାଇଁ କେବେ କଳ୍ପନା କରିଛ ଏ ଭଗବାନ ଏସବୁ ଦେଇଛନ୍ତି ଆମକୁ। ଆହା କେଡ଼େ ସୁନ୍ଦର ଜିନିଷ ସବୁ ସ୍ଥାପନ କରି ଯାଇଛନ୍ତି ମୋ ପାଖରେ। କେବେ ତ ମିଳିବନି ଏଗୁଡ଼ା। ଯେତେ ଚେଷ୍ଟା କଲେ ବି ସୂର୍ଯ୍ୟ ତୁମେ ସୃଷ୍ଟି କରିପାରିବନି, ଯେତେ ଚେଷ୍ଟା କଲେ ଗୋଟେ ପୃଥିବୀ ସୃଷ୍ଟି କରିପାରିବନି, ଯେତେ ଚେଷ୍ଟା କଲେ ନା ପବନ, ନା ନଈ, ନା ମେଘ, ନା ଚନ୍ଦ୍ର, କିଛି ସୃଷ୍ଟି କରିପାରିବନି ତୁମେ। ତେଣୁ ଯିଏ ସୃଷ୍ଟି କରିଛି ଏତେ ସୁନ୍ଦର ଜିନିଷ, କେଡ଼େ ସୁନ୍ଦର ନ ହେଇଥିବ ସେ ଆତ୍ମଦେବ, କେତେ ସୁନ୍ଦର ନ ହେଇଥିବେ ତାଙ୍କର ପରିକଳ୍ପନା, ତାଙ୍କର ଚିନ୍ତାଧାରା, ତାଙ୍କର ଭାବ, ତାଙ୍କର ବର୍ତ୍ତମାନ ଭବିଷ୍ୟତର କଳ୍ପନା ନେଇ କେତେ ସୁନ୍ଦର ପରିକଳ୍ପନା। ଆମେ ଘରଟି କରିବା ପାଇଁ କେତେ କଷ୍ଟ ଲାଗୁଛି। ଗୋଟେ ଗୋଟେ କୋଠା ଘର କରିବା କି ସ୍ଥାୟୀ ଭାବରେ ରହିବା, କିନ୍ତୁ ଏତେ ବିରାଟ ପୃଥିବୀଟାକୁ ଯିଏ ତିଆରି କରିଛି, କେବେ ଚିନ୍ତା କରନ୍ତୁ ତାର ଯୋଉ ଅପୂର୍ବ କମନୀୟ ରୂପ। ଏ ପୃଥିବୀ ଯଦି ଏତେ ସୁନ୍ଦର ହେଇଛି, ସେ କେତେ ସୁନ୍ଦର ନ ହେଇଥିବ, କେତେ ସୁନ୍ଦର ନ ହେଇଥିବ ତାର ପରିକଳ୍ପନା, ତାର ଚିନ୍ତାଧାରା। ଅନୁମାନ କରୁଛନ୍ତି କେବେ ଏ କଥା? ତୁମକୁ ବିନା ଯାନରେ ଏଠି ପହଞ୍ଚେଇ ଦିଆହଉଛି, ବିନା ଯାନରେ ମଧ୍ୟ ନେଇକି ପୁଣି ଯଥାସ୍ଥାନରେ ପହଞ୍ଚେଇ ଦିଆଯାଏ। ଇଏ ବି ପରିକଳ୍ପନା ନୁହେଁ କି? ଆ ଭିତରେ କିଛି ରହସ୍ୟ ଲୁଚି ରହିଛି। ଯଦି ପୃଥିବୀରେ ସବୁ ଲୋକ ଜୀବିତ ହେଇକି ରହିବେ, ବହୁତ ଅସୁବିଧା ହେଇଯାଏ। ତାଙ୍କୁ ମାରି ଦିଆଯାଉନି, ମରଣ ପାଇଁ ସେମାନେ ସ୍ୱାଗତ କରୁଛନ୍ତି, ଆମେ ମରିବୁ। ଏମିତି ବି ହଉଛି, ବୟସ ସରିଗଲା ବେଳକୁ ତାଙ୍କର ଚିନ୍ତାଧାରା ସରିଯାଏ। ମଣିଷ ଜନ୍ମ ନେଲା ବେଳକୁ ଯୋଉ ରୂପ ଥାଏ, ଯୋଉ ଆକାଂକ୍ଷା ଥାଏ, ଯୋଉ ଅହଙ୍କାର ଥାଏ, ଆସ୍ତେ ଆସ୍ତେ ବଢି ବଢି ଶେଷରେ କିଛି ନଥାଏ। ସବୁ ଥାଇକିରି ଏ ମାୟା ଜଗତ, ଏ ପୃଥିବୀର ପରିକଳ୍ପନାକୁ ଯିଏ କରିଛି, ସବୁ ଥାଇକିରି ତୁମର ଏଇ ପ୍ଲାଟଫର୍ମ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରିଦିଆଯାଇଛି। ତା ଭିତରେ ତୁମେ ଛାଡ଼ିବ ଅବଶ୍ୟ। ସେ ଯୋଉ ପ୍ଲାନିଂରୁ ତୁମେ କେମିତି କ୍ଷାନ୍ତ ହବ, ତୁମକୁ ଛାଡ଼ିବାକୁ ପଡ଼ିବ ଏ ପୃଥିବୀ। ନ ଛାଡ଼ିଲେ ଅସୁବିଧା। ସେଥିପାଇଁ ପରିବାରରୁ ତୁମେ ବିଚ୍ଛିନ୍ନ ହବ। ଯୋଉ ପରିବାରକୁ ଏତେ ଲୋଭ, ଏତେ ସ୍ନେହ, ଏତେ ପ୍ରେମ, ଏତେ ଆବେଗପୂର୍ଣ୍ଣ ଭାବରେ ଜାବୁଡ଼ି ଧରିଥିଲ, ତାକୁ ଛାଡ଼ିବାକୁ ପଡ଼ିବ। ନାଟକର ଶେଷ ଦୃଶ୍ୟରେ ପରିଣତ ହବ ସେଇଟା। ହା କୃଷ୍ଣ ବୋଲି ଯାଉ ଯିବ, ମୋତେ ଉଦ୍ଧାର ରାଧା ଧାମ। ତେଣୁ ମଣିଷର ପୁଣି ଯିବା ଆସିବା
ଆବାଗମନ, ତାର ଯୋଉ ଚଳନି, ଗୋଡ଼ ଦିଟା ଦେଇଛି, ଠିକ ଅଛି, ଗୋଡ଼ ପରେ ବି କେତେ ଗୁଡ଼ିଏ ଯନ୍ତ୍ର ତିଆରି କରିଛି ମଣିଷ ତୁମ ପାଇଁ ଯିବା ପାଇଁ। ଆମେ ସେଦିନ ଦିଲ୍ଲୀରୁ ଆସିଥିଲୁ ଫ୍ଲାଇଟରେ। ଆମେ ଭାବିଲୁ ଏଇଟା ସ୍ଥିର ରହିଛି ଜାହାଜ, ପୃଥିବୀ ଘୁରୁଛି, ସେଇଠି ଜଣା ପଡ଼ିବ ତୁମ ତଳକୁ ଅନେଇଲେ ସେ ସବୁ ଯାକ ଚାଲୁଛନ୍ତି, ତୁମେ ସ୍ଥିର ଅଛ ଜଣା ପଡ଼ିବ। ସେମିତି ପୃଥିବୀରେ ଯେତେବେଳେ ତୁମେ ରହୁଛ ତୁମେ ସ୍ଥିର ଅଛ ବୋଲି ଜଣା ପଡ଼ୁଛ, କିନ୍ତୁ ପୃଥିବୀ ଘୁରୁଛି। ଫ୍ଲାଇଟରେ ଉଡ଼ିକି ଯାଇପାରିବ, ଟ୍ରେନରେ ଯାଇପାରିବ, ବସ୍ରେ ଯାଇପାରିବ, 2 ହ୍ୱିଲରରେ ଯାଇପାରିବ, 4 ହ୍ୱିଲରରେ ଯାଇପାରିବ, ସାଇକେଲରେ ଯାଇପାରିବ, ନହେଲେ ଚାଲିକିରି ବି ଯାଇପାରିବ, ବାଡ଼ି ଧରିକି ବି ଯାଇପାରିବ। ସବୁ ପ୍ରୋଭିଜନ ରଖି ଦିଆହେଇଛି ତୁମମାନଙ୍କୁ। ଏ ସବୁ ପରିକଳ୍ପନାର ଦୃଶ୍ୟ, ସବୁ ଚିନ୍ତା କରି ରଖାଏ। ଗୋଟିଏ ଆଖି ଖରାପ ହେଲେ ଆଉ ଗୋଟେ ଆଖିରେ ବି ଦେଖିପାରିବ, ଚଷମା ଲଗେଇ ପାରିବ। ଚଷମା କୋଉଠି ରହିବ, ତାର ବାଡ଼ିଟା ସେଇଟା କାନ ତିଆରି କରି ଦିଆହେଇଛି, ସେଇଠି କାନରେ ରହିବ। କାନର ଯୋଉ ଢକ୍କନ, କାନ ଗୋଟେ ନ ଶୁଭିଲେ ଆଉ ଗୋଟେ କାନ ଶୁଭିବ, ଦିଟା କାନ ରଖା ହେଇଛି ଷ୍ଟେପିନ୍ ଭଳି। ଏ ମଣିଷର ଶରୀରକୁ ମଧ୍ୟ ଭଗବାନ ଦେଖିଛନ୍ତି, ଏମିତି କରି ଦିଆଯିବ। ଖାଦ୍ୟଟା ଡାଇଜେସନ ହବ, ରକ୍ତରେ ରକ୍ତ ହବ, ରକ୍ତରୁ ମାଂସ ହବ, ମାଂସରୁ ହାଡ଼ ହବ, ଅସ୍ଥି। ଇଏ ବି ଗୋଟେ ପରିକଳ୍ପନା ମଣିଷ ପାଇଁ। କୋଉଟା ପରିକଳ୍ପନା ନ କରିଛନ୍ତି କହୁନ? ଯେ ଗଛ ମୂଳେ କିଏ ଛିଡ଼ା ହେଇଛନ୍ତି କି ଦେଖନ୍ତୁ, ସୂର୍ଯ୍ୟ କିରଣରେ ବହୁତ ଥଣ୍ଡା, ତମେ ଆସିଛ ଗଛର ଛାଇରେ ଛିଡ଼ା ହେଇଯାଇଛ, ଟିକେ ବି ସୂର୍ଯ୍ୟ କିରଣ ତା ଭିତରେ ପଡୁନି, ମାନେ ଏତେ ଝୁଙ୍କାଳିଆ ଗଛ। ଘରଠାରୁ କେତେ ଆନନ୍ଦ ନ ଲାଗୁଛି ସତେ? ପରୀକ୍ଷା କରିଛନ୍ତି, ଦେଖିଥିବେ, ନିଶ୍ଚିତ ଅନୁଭବ କରୁଥିବେ। କେତେ ସୁନ୍ଦର ଅଭିନବ ଗଛଟି ତିଆରି ହେଇଛି ତୁମମାନଙ୍କ ପାଇଁ। ଏ ବରଗଛ ହଉ, ଓସ୍ତ ଗଛ ହଉ, ଝଙ୍କାଳିଆ ଗଛ ହଉ, କେତେ ଫଳ ପୁଷ୍ପରେ ଭରପୁର ହେଇଛି ସେ ଗଛ ଗୁଡ଼ିକ। ଦେଖନ୍ତୁ, ଯୋଉମାନଙ୍କର ଚାଳ ଘର ହେଇଥିବ ସେମାନେ କୁଆଡ଼େ ଯାଇଥିବେ, ବୁଲିକିରି ଆସିବେ, ଚାଳ ଘରେ ପଶିଯିବେ, କି ଆନନ୍ଦ! ଆହା, ସତିକା ମାନେ ପୃଥିବୀଟା ଗୋଟେ, ତୁମ ଘରଟା ଗୋଟେ, ସେ ଚାଳ ଘରଟା ତୁମର ନିଜ ଲାଗେ। ଭାତ ହାଣ୍ଡି ଅଛି, ଚାଳ ଛପର ଘର, କବାଟ ଲାଗିଛି, ମାଟି କାନ୍ଥ, ମାଟି ଘର, ଲିପାଲିପି ହଉଥିବ, ସୁନ୍ଦର ଲାଗିବ। ଗୋବର ଏତେ କାମରେ ଆମର ଆସୁଛି, ମାନେ ତାର ବି ପରିକଳ୍ପନା କରାହେଇଛି, ଭଗବାନ କରିଛନ୍ତି। ଗୋବର, ଗୋମୟ, ଗୋମୂତ୍ର, ପବିତ୍ର। ଦେଖନ୍ତୁ, ଗୋଟେ ଗାଈ ପାଖରୁ ଯାହା ସବୁ ବାହାରୁଛି ସବୁ ପବିତ୍ର ଚିହ୍ନ, ସେ ବି ପରିକଳ୍ପନାର କଥା। ଭଗବାନ ତିଆରି କରିଛନ୍ତି ତାକୁ, ସବୁ ପରିକଳ୍ପନା। ଗାଈ ଘାସ ଖାଇବ, କ୍ଷୀର ଦେବ, କି ସୁନ୍ଦର ପରିକଳ୍ପନା! ଦେଖନ୍ତୁ, ଯାହା ଇଚ୍ଛା କରିଛନ୍ତି ଭଗବାନ ତାଙ୍କ କଳ୍ପନାରେ ସେୟା ହେଇଯାଇଛି। ଗୋଟେ ଗୋଟେ ଜୀବ ମଧ୍ୟ ସୃଷ୍ଟି ହେଇଯାଇଛି, ଶାଗୁଣା, ଗାଈ, ସାପ, ବିଲୁଆ, ଏସବୁ ଗୋଟେ ଗୋଟେ ଅଭିନବ ପରିକଳ୍ପନା ଭଗବାନ। ମାଙ୍କଡ଼ ଏ ଗଛରୁ ସେ ଗଛକୁ ଯାଇବ, ବାଘ ଜଙ୍ଗଲରେ ରହିବ, ହାତୀ ରହିବ, ତିମି ମାଛ ସମୁଦ୍ରରେ ରହିବ। ଯୋଉଟା କି ବାଘକୁ ଖାଇଦବ, ତିମି ମାଛ ହାତୀକି ଗିଳିଦବ।
ବେଳେ ବେଳେ ଜାହାଜ ଯେଉଁମାନେ ନେଉଛନ୍ତି ସେ ଟାପୁ ଭାବିକିରି ତାକୁ ନଙ୍ଗର ପକେଇ ଦେଉଛନ୍ତି। ଏତେ ବିରାଟ ବିଶାଳ ଦେଖନ୍ତୁ ତ, ସେଇ ପ୍ରାଣ ଶକ୍ତି କାମ କରୁଛି ତା ଭିତରେ। ଏତେ ବିଶାଳ ତିମି ମାଛକୁ କିଏ ହଲଚଲ କରୁଛି, ଗୋଟେ ଟାପୁ ଭାବୁଛନ୍ତି ଲୋକମାନେ, ଏତେ ବିଶାଳ। ତିମି ମାଛ ଉଛୁଳିଯିବ, ଯେତେବେଳେ ସମୁଦ୍ରକୁ ଉଛୁଳି ଦେବାର ଶକ୍ତି ତାର ଅଛି। ସେଇ କ୍ଷେତ୍ରରେ ଯେଉଁ ଶକ୍ତି ତା ଭିତରେ ଅଛି, ଗୋଟେ ପୁମ୍ପୁଡ଼ି ଭିତରେ ମଧ୍ୟ ସେଇ ଶକ୍ତି ଅଛି, ପ୍ରାଣ ଶକ୍ତି। ପୁମ୍ପୁଡ଼ି ଏବଂ ତିମି ମାଛର କଳ୍ପନା କିଏ କରିଛି? ପୁମ୍ପୁଡ଼ି କେବେ କରେନି, କି ତିମି ମାଛ କରେନି। ତା ଭିତରେ କିଏ ସୃଷ୍ଟି କରିଛି? ଆକାଶରେ କେତେ ଖୁବ୍ ଜୋରରେ ପକ୍ଷୀ ଉଡୁଛି, ଉଡ଼ିବା ପାଇଁ ଶକ୍ତି ତିଆରି ଦିଆହେଇଛି, ତାକୁ ପକ୍ଷୀ ଦିଆହେଇଛି, ପର ଦିଆହେଇଛି। କିନ୍ତୁ ଯେତେବେଳେ ଗୋଟେ ଶିକାରୀ ତାକୁ ଗୁଳିବଦ୍ଧ କରୁଛି, ସେ ଖସି ପଡୁଛି ତଳକୁ। ମାନେ ଚେତନକୁ ଯେତେବେଳେ ଜଡ଼ ହେଇଯାଉଛି ଚେତନ, ସେ ପୃଥିବୀର ଆକର୍ଷଣରେ ଖସି ପଡୁଛି, ମାଧ୍ୟାକର୍ଷଣ ଶକ୍ତି। କିନ୍ତୁ ହଜାର କରୋଡ଼ କରୋଡ଼ ଇଣ୍ଟୁ କରୋଡ଼ ଅବୃତ ମାଧ୍ୟାକର୍ଷଣ ଶକ୍ତି ପୃଥିବୀ ଉପରେ ଅଛି। ପକ୍ଷୀ କିନ୍ତୁ ତାକୁ ନାଟ ମାଡ଼ି ଉଡ଼ି ଯାଉଛି ନା। ଦେଖନ୍ତୁ କେତେ ବିଚିତ୍ର ପରିକଳ୍ପନା। ଅବୃତ ଶକ୍ତି ଅଛି ପୃଥିବୀର ମାଧ୍ୟାକର୍ଷଣ। କିନ୍ତୁ ସାମାନ୍ୟ ଗୋଟେ ଚଢ଼େଇ, ସାମାନ୍ୟ ଗୋଟେ ପକ୍ଷୀ ତାକୁ ଭ୍ରୂକ୍ଷେପ ନ କରି ଉପରକୁ ଉଡ଼ି ଯାଉଛି, ମାଧ୍ୟାକର୍ଷଣ ଶକ୍ତି କିଛି କାମ କରୁନି। ଯେପର୍ଯ୍ୟନ୍ତ ସେ ଚେତନ ଅଛି, ଗୁଳିବିଦ୍ଧ ହେଲେ ତ ଖସି ପଡ଼ିବ ତଳକୁ, ଆଉ ଚେତନ ରହିଲାନି। ଏଠି ପକ୍ଷୀର ଚେତନତା ବା ପକ୍ଷୀର ଚୈତନ୍ୟ ଭାବ, ଜାଗ୍ରତ ଭାବ, ଆଉ ପୃଥିବୀର ଜଡ଼ ଭାଗ ମାଧ୍ୟାକର୍ଷଣ ଶକ୍ତି ଦେଖନ୍ତୁ ସଂଘର୍ଷ। କିନ୍ତୁ ଚଢ଼େଇ ଉଡ଼ି ଯାଉଛି। ଯେମିତି ଦୁହିତା, ସେମିତି ତୁମର ଚିତା ଏବଂ ଚିତା ମରିଗଲା ପରେ କ'ଣ ପଡ଼େ? ଏନ୍ତୁଡ଼ି ଶାଳ ଠାରୁ ମଶାନ, ଚିତା। ତୁମକୁ ଜନ୍ମ ଦେବାର ପରିକଳ୍ପନା ଯିଏ କରିଛି, ମାରିଦେବାର ମଧ୍ୟ ପରିକଳ୍ପନା ସେଇ କରିଛି। ଇଏ ବି ସୃଷ୍ଟିର ନିୟମ ଭିତରେ ଅଛି। ସୃଷ୍ଟିର ବିଚିତ୍ର ନିୟମ ଭିତରେ ଏସବୁ ଅଛି। ଦଲିଲ ତୁମେ ସିନା ହାୟ ହାଲୋ କହିକରି ଜୀବନ ଶେଷ କରିଦଉଛ, କିନ୍ତୁ ଓଙ୍କାର ଶବ୍ଦ ଶୁଣିପାରୁନ। ହାୟ ହାଲୋ ଭିତରେ ଓଙ୍କାର ଶବ୍ଦକୁ ଶୁଣ। ଓଙ୍କାର ରହସ୍ୟକୁ ଜାଣ। କିଏ ଗୋଟେ ଶକ୍ତି କାମ କରୁଛି ତ ପୃଥିବୀରେ, ମୋର ଅନ୍ତରିକରେ ସବୁଆଡ଼େ କିଏ ଗୋଟେ କରୁଛି। ଆକାଶ କିଏ ରଖିଛି, ପୃଥିବୀ କିଏ ଧରି ରଖିଛି, ସୂର୍ଯ୍ୟକୁ କିଏ ବାନ୍ଧି ରଖିଛି, ନବଗ୍ରହକୁ କିଏ ଧରିଛି, ନିଜ ଟ୍ରାକରେ ବୁଲୁଛନ୍ତି। କିଏ ସେ ଶକ୍ତି? ସେ ବି ଭଗବାନଙ୍କର ପରିକଳ୍ପନାର ଶକ୍ତି। ସେ ହେଉଛି ଓଙ୍କାର। ଓଙ୍କାର ସହିତ ମିଶ। ମହାମନ୍ତ୍ର ଯଦି କିଛି ଥାଏ ବେଦରେ, ସେ ହେଉଛି ଓଙ୍କାର। ଓଙ୍କାରକୁ ଚିହ୍ନ। ଓଙ୍କାର ମାଧ୍ୟମରେ ସବୁ କିଛି ପାଇପାରିବ। ମାନେ ଦେଖ, କେତେ ଗୁଡ଼ିଏ ଅଦୃଶ୍ୟ ଶକ୍ତି ଅଛି, ଯେ ଦୃଶ୍ୟମାନ ନୁହେଁ। ଅନନ୍ତ ଶକ୍ତି ତା ଭିତରେ ଅଛି। ଯଦି ଓଙ୍କାର ଏତେ ଶକ୍ତି ଅଛି, ମାନେ ଆକାଶକୁ ବାନ୍ଧି ରଖିଛି, ପୃଥିବୀକି ବାନ୍ଧି ରଖିଛି, ତାକୁ ଯିଏ ସୃଷ୍ଟି କରିଛି ସିଏ କେତେ ଶକ୍ତି ନ ହେଇଥିବ? କହିଲେନି, ସ୍ୱପ୍ନକୁ ଯିଏ ସୃଷ୍ଟି କରୁଛି ସେ କେତେ ଶକ୍ତି ନ ହେଇଥିବ? ଆଉ ଗୋଟେ ବିଚିତ୍ର କଥା କ'ଣ ନା, ଭଗବାନ ତୁମକୁ ଅନନ୍ତ ଶକ୍ତି ଦେଇଛନ୍ତି ତୁମ ହାତରେ, ଚିନ୍ତା କରିବାର ଶକ୍ତି।
विवेक देइछन्नी, बुद्धि देइछन्नी, मन देइछन्नी, विचार करियार शक्ति देइछन्नी। ये भी गोटे बहुत बड़ परिकल्पना भगवान। से श्रेष्ठ मनीष तुम्हें भगवान हो पार से आशा ये सब जाक शक्ति तुमको दे देइछन्नी। कहार चप्पल किणी किणी जीवन पड़े जाए, किए ट्यूशन करी करी जीवन जाऊ, किए साइकिल पोछी पोछी जीवन जाऊ, किए गाड़ी करी करी मालिक होकर जीवन पड़े जाऊ, किए खाई खाई कर जीवन नष्ट कर दो। एबेकार जो पीढ़ी सृष्टि होती गाँ गंडा ठू आरंभ कर सहर बजार पर्यंत सब आ गोटे खाद्य लुचेक खाऊ पानीय से गोटे अभ्यस्त हो लोक दुखर कारण। आगे एगुड़ा सब नाला एगुड़ा सब किसी नाला। देखु तो गोटे सेकेंड को जीवन ना, गोटे सेकेंड जीवन ना, गोड़ उठे पड़ो कि नहीं कही तुमको किए धरी पक बस तले पड़ बास से सरीगला गोटे सेकेंड जीवन पड़े। ये भी भगवान गोटे मोहर मारी माने प्रचंड शक्ति संपन्न धक्का मनीष सी जिते चाहिए तुमको उठे नहीं जिते चाहिए किसी कौन किए घटेला चल उठ चल मनीष सचेतन मनीष सचेतन हाँपाई बहुत जिन दिखाई सचेतन सी अचेतन पड़ रही जड़ हो जाए बेले बेले अल्कोहल निशा अफीम गंजा चरस ये सब खाऊ केते जे जुग गला आउ केते जुग पुणी अच्छी आर परिकल्पना कहीं कर आर निर्भुल गणना करिया बहुत कष्ट माने एते विशाल रखी दिया जाए पृथ्वी रहस्य को अंतरिक्ष रहस्य को कहीं भी ताको गणना कर एटा गोटे विचित्र अवदान आत्मदेव माने तांको रहस्य को के भेद कर तेणु से केते विशाल न होते कथा गुड़े कहले से आत्मार सब प्रतिफल नहीं आत्मा सब तैयारी कर कौन इच्छा होनी टी से आत्मा को देखा तुम कहतु देखे इच्छा हो कि ना जी एत जिनस तैयारी कर कौन देखा भी इच्छा हवन तुम से पुणी कौटी ना तुम भितर अच्छे ना बाहर ना गिरजा ना मंदिर ना मस्जिद मैं तो तेरी पास में मैं तो तेरी सांस में तुम सस्तर से बहुत मुनि ऋषि मैंने प्राणायाम उपरे टेस्ट दौले प्राण शक्ति की जाना प्राण कौन देखो तुम भर जो निश्वास जाऊँगी से पवन जाऊँगी पवन टा प्राण नुहे मन रख पवन को जे नहीं के जाऊँगी आणुची सी प्राण माने सी जीवारू पवन आसुची सी बाहर पवन जाऊ कि सिस्टम तैयारी कर देखो समस्त बेंगर जा तुम से पुंपुड़ी से सापर से हाथीर से घुसुड़ी से घुसुड़ी खूब जोरे निश्वास नहीं करी खोली पक पूरा ताड़ी पक घड़ घड़ कर पक्षीर से बाज पक्षीर से
ମାଛ ରୋଷେଇଆ ସମସ୍ତଙ୍କର ଗୋଟିଏ ସିଷ୍ଟମ କରିଥାଏ। ପ୍ରାଣ ଯିବ ଆସିବ, ପ୍ରାଣର ଯିବା ଆସିବାକୁ ପ୍ରାଣାୟାମ କୁହାଯାଏ। ପ୍ରାଣକୁ ଜଗିଲେ ତୁମେ ସେ ଶକ୍ତିର ସନ୍ଧାନ ମିଳିବ। ଯୋଗ ଛକ କୋଉଠି ବସିକିରି ଦେଖ, କୋଉଠି ଛକ ଜାଗା ଦେଖିକି ବସ, ସିଏ ଯୁଆଡେ ଯାଉଛି ଆସୁଛି। ତ୍ରିକୁଟିରେ ବସ, ବଙ୍କୁନାଳରେ ବସ, ନ ବସିଲେ ନ ଖୋଜିଲେ ମିଳିବ କି? ଏତେ ଯିଏ ସୃଷ୍ଟି କରିଛି, ଏତେ ତୁମ ବାପା ମାଆକୁ ଯିଏ ସୃଷ୍ଟି କରିଛି, ଆଉ ତୁମେ ଯାହାକୁ ସୃଷ୍ଟି କରିବ, ତୁମ ପୁଅ, ସେ ବି ତାର ସୃଷ୍ଟିର କ୍ରମ ବିକାଶ, ସେ ବି ସୃଷ୍ଟି ହଉଛି, ସେଇ ତା ଦ୍ୱାରା କରାଯାଉଛି। ତେଣୁ ସବୁ ମନୁଷ୍ୟର କର୍ତ୍ତବ୍ୟ ଅଛି ତାକୁ ଦେଖିବା ପାଇଁ। ଆଉ ଯୋଉମାନେ ଏ ପୃଥ୍ୱୀ ପୃଷ୍ଠକୁ ଆସିଛନ୍ତି କେବଳ ଦର୍ଶନ ପାଇଁ ଆସିଛନ୍ତି, ତୁମକୁ ଅଣାଯାଇଛି, ସେଇ ନେଇକି ଆସିଛି। ଚାଲ ଦେଖ ବୁଲ, କେତେ କଣ ଅଛି, ଜମି ବିକା କିଣା ହଉଛି, କଲେଜ ଅଛି, ତାସ ଖେଳ ଅଛି, ଜୁଆ ଖେଳ ଅଛି, ନର୍ତ୍ତକୀ ଅଛି ନାଚିବା ପାଇଁ, ହାଟ ଅଛି ବିକା କିଣା ପାଇଁ, ନଦୀ ଅଛି, ସବୁ ଦେଖିବାକୁ ଆଣିଛି ପୃଥିବୀକି ତୁମକୁ। ସେ ତୁମ ଭିତରେ ଅଛି, ତୁମେ ଦେଖୁଛ, ହଜି ଯାଇଛି, ହଜି ବୁଢା ହେଇଯିବ, ଦିନେ ପୁଣି ଫେରିଯିବ, ସେ ନେଇଯିବ, ସେ ବିଚାରା କଣ କରିବ, ଆଣିଥିଲା ତୁମକୁ ଦେଖିବା ପାଇଁ। ଦେଖ, ସବୁ ଦେଖିକିରି ମତେ ଖୋଜ। ବିପଦ ରଖିଛି, ସମ୍ପଦ ରଖିଛି। ମନେକର ତୁମକୁ ଗୋଟେ ସୁନାର ପାହାଡ ଦିଆଯାଏ, ତୁମେ କଣ କରିବ କହିଲ? ତାକୁ ନେଇକିରି କଣ କରିବ? କୋଉ କୂଳକୁ ଅଛି, ବରଂ ଗ୍ଲାସ ପାଣି ଯେତିକି ମୂଲ୍ୟବାନ ତୁମ ପାଇଁ, ସୁନାର ପାହାଡ। ସେଥିପାଇଁ ଇକୋନୋମିକ୍ସ ପାଠରେ କୁହାଯାଉଥିଲା, ପାଣିର ୟୁଜ୍ ଭ୍ୟାଲୁ ଅଧିକା ଆଉ ସୁନାର ଏକ୍ସଚେଞ୍ଜ ଭ୍ୟାଲୁ ଅଧିକା। ପାଣି ଏବଂ ସୁନା, ପାଣି ଜୀବନ ବଞ୍ଚେଇଦବ, ସୁନା ଜୀବନ ବଞ୍ଚେଇବ। ତୁମେ ସୁନାର ପାହାଡ ଉପରେ ଛିଡା ହେଇଥିବ, ପାଣି ନଥିବ, କଣ ହବ ସେଠି? ତେଣୁ ସେ ପରିକଳ୍ପନା ଭିତରେ ମଧ୍ୟ ସବୁ ଜିନିଷ ରଖା ହେଇଛି, ତୁମକୁ ଦିଆହେଇଛି ବିଚାର କରିବା ପାଇଁ। ତୁ ବିଚାର କର, କଣ କରିବୁ? ସୁନା ନବୁ କି ପାଣିରେ ରହିବୁ? ଜୀବନ ବଞ୍ଚେଇବୁ କି ସୁନା ନବୁ? ସେ ବିଚାର କରିବା ପାଇଁ ମଧ୍ୟ ଭଗବାନ ତୁମ ପାଖରେ ରଖିଦେଇଛନ୍ତି। ତୁମେ ବିଚାର କର, ତୁମେ ସାକ୍ଷୀ, ତୁମେ ମୁଦାଲା, ତୁମେ ଜଜ, ତୁମେ ରାଜା, ତୁମେ ପ୍ରଜା, ସବୁର ସମାହାର ତୁମକୁ ଦିଆହେଇଛି। ये भी भगवान गोटे विचित्र संसार नहीं, ये भावना केते विराट कथा कहले आम देख, सबुरे मूले सही, सबुरे मूले सही। देखिबानी ताकू कहतु एते जे परिकल्पना करी सब रखी तुम मान देखिए इच्छा होनी तुम। उठ जाग्रत हो देख। आ गोटे कथा से अपेक्षा कर तुम्हें केवे ता आड़ को जीव से हाथ प्रसारण कर उठ बारंबार डाक स्वप्न उठ आ मत देख। आगे जिते किसी नथिला ना होमियोपैथी थिला ना एलोपैथी थिला ना आयुर्वेदिक थिला किसी भी औषध नथिला ना पत्र थिला। पत्र तो फाइंड आउट कले खोजिक देखिले ये पत्र लगिले या हो लिंब पत्र हो सब खोजिक रिसर्च कले किंतु किसी नथिला। मनीष ज्ञान केवल जोग थिला ध्यान थिला प्राणायाम थिला से लोक बंचुले।
ସେଇ ଯୋଗକୁ ନେଇ ବଞ୍ଚିଥିଲେ। ନା ହେପାଟାଇଟିସ୍ ଥିଲା, ନା ଇଞ୍ଜେକ୍ସନ୍ ଥିଲା, ନା ଇନ୍ସୁଲିନ୍ ଥିଲା, ନା କ'ଣ ଥିଲା, କିଛି ନଥିଲା। କିନ୍ତୁ ଟିକେ କ'ଣ ହେଲେ ଟକିନି ପକେଇ ଦେଉଛି ଗୋଟେ ଗୁଲି, ଥଣ୍ଡା ହେଇଛି କମିଯିବ। ରାମକୁଲ୍ଡ ଖାଇଦିଅ, ସେପ୍ଟ୍ରିନ୍ ଖାଇଦିଅ, ଝାଡ଼ା ହେଉଛି B2 ଏକାଥରେ ବନ୍ଦ ହେଇଯିବ। ନଲେଟ୍ ଖାଇଦିଅ, ବନ୍ଦ ହେଇଯିବ। କିଛି ନଥିଲା ସେତେବେଳେ, କିଛି ବି ନଥିଲା, କେବଳ ଶୁଦ୍ଧ ଭାବନା ଥିଲା, ଶୁଦ୍ଧ ପବିତ୍ର ଭାବନା ଥିଲା। ସେଇଥିରେ ନିରୋଗ ରହୁଥିଲା। ମୁଁ ପରୀକ୍ଷା କରିଛି ନିଜେ, ମୋ ଅନୁଭବ କଥା କହୁଛି ଏଠି। ତୁମେ ଶୁଦ୍ଧ ଭାବନା କରିବ, ରୋଗ ହବନି, କେବେ ରୋଗ ହବନି। ଯେଉଁ ତୁମେ ପ୍ରଶ୍ନ କରିପାର ଯେଉଁମାନଙ୍କ ରୋଗ ହେଇଛି କେମିତି ଭଲ ହବ, ସେ ଶୁଦ୍ଧ ଭାବନା ଏବେଠୁ ଷ୍ଟାର୍ଟ କରିବ, ପବିତ୍ର ଭାବନା ଷ୍ଟାର୍ଟ କରିବ। ମୁଁ ଶୁଦ୍ଧ, ମୁଁ ନିରଞ୍ଜନ, ମୁଁ ନିଷ୍କଳଙ୍କ। ରୋଗଯୁକ୍ତ ଥାଉ, ରୋଗମୁକ୍ତର ଭାବନା କର। ରୋଗଯୁକ୍ତ ଥାଇକି ରୋଗମୁକ୍ତର ଭାବନା କର, ଦେଖିବ ନିରୋଗ ହେଇଯିବ। ଗ୍ରାଜୁଆଲି ହବ, ବାଇ ଦ ବାଇ, ଗ୍ରାଜୁଆଲି, ଡେ ଟୁ ଡେ। ହଠାତ୍ ହବନି, ଆସ୍ତେ ଆସ୍ତେ ହବ। ବିଶ୍ୱାସ ଥିବା ଦରକାର। ମୁଁ ଆଜି କହୁଛି ଏଇଟା କିଛି ହେଲା, କାଲି କହିବି କିଛି ହବ, ପରଦିନ କହିବି କିଛି ହବ, ଅଲବତ ହବ, ଜରୁର। ସେଥିପାଇଁ ଭଗବାନଙ୍କର ପରିକଳ୍ପନାରେ, ଭଗବାନଙ୍କ ବୁଦ୍ଧିରେ ତୁମେ ଅଛ। ତୁମକୁ ଭଗବାନ ହବାର ମଧ୍ୟ ପ୍ରୋଭିଜନ ଅଛି, ତୁମେ ହେଇପାରିବ। ସେ ରହସ୍ୟକୁ ଭେଦ କରିପାରିବ ଯଦି ନିଜର ପ୍ରଚେଷ୍ଟା ଏବଂ ନିଜର ଜ୍ଞାନ, ନିଜର ଭାବ, ନିଜର ଯୋଗ ଶକ୍ତି ସବୁ ଛାଡ଼ିକିରି ଯେତେବେଳେ ତୁମେ ବସିଯିବ, ଏଇ କ୍ଷେତ୍ରରେ ସବୁ ପାଇଯିବ। ତୁମେ ଭଗବାନ ହେଇକରି ଆକାଶକୁ ଗଲେ ବା ସ୍ୱର୍ଗରେ ରହିଲେ ଅସୁବିଧା କ'ଣ ହେଇଯାଉଛି? ଆଉ କ'ଣ ଚୌକିଆ ହେଇକି ଯିବ, ଚୌକିଦାର ହେଇକି ଯିବ? ଆଜ୍ଞା ହଜୁର, ଯିଏ ଗଲା ତମ ବାଟରେ ତାକୁ ହାତ ଯୋଡ଼ିବ, ଯମ ଗଲା ହାତ ଯୋଡ଼ିବ। ଯେମିତି ନେତାମାନେ ଆସୁଛନ୍ତି, କର୍ମୀମାନେ ଛିଡ଼ା ହୋଇଯାଉଛନ୍ତି ପୁରା ହାତ ଯୋଡ଼ିକି। ପ୍ରଭୁ ସେମିତି ଏଠି ଯେଉଁ ଭାବ ଦେଖୁଛ, ସେଠି ବି ସେଇ ଭାବ ସୃଷ୍ଟି ହେବ, ଯେପର୍ଯ୍ୟନ୍ତ ତୁମେ ଯୋଗ କରୁନ। ନହେଲେ ଆଣ୍ଠେଇକିରି ବସିଥିବ। ସେଇ ଭିକ ଯେମିତି ମାଗୁନାହାନ୍ତି ରାସ୍ତା କଡ଼ରେ ଭିକାରୀ ମାନେ, ଆଜ୍ଞା ଦିଅନ୍ତୁ ଏଠି, ଆଜ୍ଞା କିଛି ଦିଅନ୍ତୁ। ତମ ଅବସ୍ଥା ସେଇଆ ହବ ମଲା ପରେ। ତମେ ସେଇଠି ସେମିତି ବସିଥିବ, କିଏ ଯାଉଥିବ, କିଏ ବି ଯାଉଥିବ, ସେଠି ବି ଗାଁ ଗଣ୍ଡା ଅଛି, କିଏ ଗୋଇଠାଟା ପକେଇବ ତୁମକୁ, କିଏ ପାଣି ଗ୍ଲାସ ଦେବେନି। ଆଉ ସେମାନେ ଫିଟଫାଟ ହେଇକି ଚାଲୁଥିବେ, କାରଣ ସେମାନେ ଯୋଗୀ। ଯୋଗୀ ଏଠି ଯା ସେଠି ମଧ୍ୟ ସେୟା ହବ, ତାର ତାକୁ କେହି ସ୍ପର୍ଶ କରିପାରିବେନି। ଆଉ ତୁମେ ଯଦି ଯୋଗ ନ କରିବ ତାହେଲେ ସେଇ ଅବସ୍ଥା ହବ। ଏଠି ଯେମିତି ମାନେ ଭିକାରୀ ସାଜିଛ, ସେଠି ଭିକାରୀ ସାଜିଛ, ଏଇଟା ନିଶ୍ଚିନ୍ତ ଆମେ ଦେଖୁଛୁ ସ୍ପଟ ଉପରେ। ବେଳେବେଳେ ଦିଲ୍ଲୀ କ'ଣ ଯାଉଛୁ, ବେଳେବେଳେ ଉପରକୁ ଯିବାକୁ ପଡୁଛି ଦେଖିବାକୁ, କ'ଣ କରୁଛନ୍ତି, କ'ଣ କରନ୍ତି, କ'ଣ ଖାଆନ୍ତି, କୁଆଡ଼େ ଯାଆନ୍ତି। ତେଣୁ ହୁସିଆର ହେଇଯାଅ, ବହୁତ ସମୟ ଅଛି ତ ଏ ଜୀବନରେ। ଯେତିକି ସମୟ ଅଛି, 5 ଦିନ ହେଲେ ବି ଜଣେ ସମାଧି ହେଇପାରିବ, ମାସେ ହେଲେ ବି ଜଣେ ସମାଧି ହେଇପାରିବ, ଗୋଟେ ଦିନରେ ବି ଜଣେ ସମାଧି ହେଇପାରିବ। ତୁମେ ଏ ଉପବାସ ନ ରହିକିରି ଭାବନା ଭିତରେ ମଜିଯାଅ। ଉପବାସ ଛାଡ଼ିକିରି ଭାବନା ବାସ କର, ଭାବନାରେ ରୁହ। ତମେ ଭାବୁଛ ଏଇଟା ସତ୍ୟ କି ପୃଥିବୀଟା?
ଭାବି ନେଇଛ ସତ୍ୟ, କିନ୍ତୁ ପ୍ରକୃତରେ ପୁରା ମିଛ, ପୁରା ମିଛ, କିଛି ନାହିଁ, ଫମ୍ପା, କିଛି ନାହିଁ। ଦେଖୁନା ଯିଏ 5ଟା ହୋଟେଲ କରିଛି ସିଏ ମରିଯିବ, ହୋଟେଲ ଥିବ ଏଠି, ନେଇପାରିବନି। 50 ଖଣ୍ଡ ବସ୍ ଯାହାର ଅଛି ସେ ବି ନେଇପାରିବନି। ଜମି 50 ଏକର ଅଛି ସେ ବି ନେଇପାରିବନି, ସେ ସବୁ ପଡ଼ିଥିବ ଏଠି। କାରଣ ତୁମର ସେଗୁଡ଼ା ନେଇ ତୁମେ ଛାଡ଼ିକି ଯିବ, ତୁମକୁ ସବୁ ଭଡ଼ାରେ ଦିଆହେଇଥିଲା। ପରିବାର ମଧ୍ୟ ସେଇଆ, ପରିବାର କେହି ତୁମକୁ ପଚାରିବେନି, ତୁମେ ଛାଡ଼ିକି ଯିବ। ମାଛ ପୋଖରୀ କରିଛ, ଛାଡ଼ିକି ଯିବ, ମାଛ ଟକ୍ ଟକ୍ ହେଇ ବୁଲୁଥିବେ, ତୁମେ ଖାଇପାରିବନି କି ନେଇପାରିବନି, ସେମିତି ଏକୁଟିଆ ଯିବ। ତୁମକୁ ବିଦା କରିଦେବେ, ଫିରିକ ବାଡ଼େଇ ଦେବେ କାନ୍ଥରେ, ଆଉ ସ୍ତ୍ରୀ ସହିତ ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ ଶୁଦ୍ଧି ହୁଏ, କିଳିଦେବେ, ଫିରିକ ବାଡ଼େଇବେ, ତୁମକୁ ଆସିପାରିବନି, ଯାଅ। ଏ ଜବରଦସ୍ତ ଅପମାନ ନୁହେଁ କି ତୁମ ପାଇଁ? ତୁମେ ସେଣେ ଗୋଟେ ଘର ବନେଇଥିଲେ କି କୋଉଠି ଆସ୍ଥା ଜମେଇଥିଲେ, ଯୋଉ ଜାଗାକୁ ଯିବ ସେଠି ପରିଷ୍କାର ଭାବରେ ରହିବ। ତେଣୁ ଅସତ୍ୟ ଦୁନିଆ, ଏ ଦୁନିଆ ପୁରା ଅସତ୍ୟ, କିଛି ଦେବେନି ତୁମକୁ, ଏଡ଼େ ନିଷ୍ଠୁର, କିଛି ବି ଦେବେନି। କି ବିଭତ୍ସ ଦୁଃଖ ଦେଖୁନା, ମରିଗଲା ପରେ ତୁମକୁ କେହି ପଚାରିବେନି, କ'ଣ କରିବ ସେଠି? ଆଧାର ଦେଖିବ ଯାଇକି ଜମକୁ, ମୋ ପରିବାର ଇଏ, ଆଧାର ତ ଦେବେ, ଆଧାର ଜାଳିଦେବେ ତମ ସହିତ ବେଳେବେଳେ। ଯେ ଡିସ୍ପ୍ୟୁଟ ଥିବ ତମ ଆଧାର ଜାଳିଦେବେ। ନା ବିଷ୍ଣୁଙ୍କୁ ଭେଟ ପାଇବ ସ୍ୱର୍ଗରେ, ନା କୃଷ୍ଣଙ୍କୁ, ନା ରାମଙ୍କୁ, କେହି ଦେଖା ଦେବେନି। ଏକୁଟିଆ ବସିଥିବ ଝୁଲା ଧରିକିରି ରାସ୍ତା କଡ଼ରେ, ସେଇ ବାଟ ସମସ୍ତେ ଯାଉଥିବେ। ଆଉ ସେଠି ଡିଷ୍ଟ୍ରିକ୍ଟ ନାହିଁ, ଏଇଟା ଭଦ୍ରକରୁ ଆସିଛି କି ଏଇଟା ମୟୂରଭଞ୍ଜରୁ ଆସିଛି କି କଟକରୁ ଢେଙ୍କାନାଳରୁ ଆସିଛି, କେହି ସେଠି କିଛି ଡିଷ୍ଟ୍ରିକ୍ଟ ନାହିଁ, ଡିଷ୍ଟ୍ରିକ୍ଟ ଲିଭିଯିବ ସେଠି। କି ଆମେରିକାରୁ ଆସିଛି କି କେରଳରୁ ଆସିଛି, କିଛି ନାହିଁ ସେଠି, ସବୁ ସମାନ, ପରିଚୟ ନାହିଁ। କାରଣ ତୁମେ ଅସ୍ଥାୟୀ ଜାଗାକୁ ଯାଇଥିଲ, ପୁଣି ଫେରିଗଲ ନିଜ ଜାଗାକୁ, ତମକୁ କିଏ ଡେଷ୍ଟିନେସନ ଦବ? କିନ୍ତୁ ହୁସିଆର ହୁଅ, ଲାଗିପଡ଼ ଆଜିଠାରୁ, ବହୁତ ସମୟ ଅଛି ତୁମ ପାଇଁ ଯୋଗ କରିବା ପାଇଁ, ଆଉ ବହୁତ ଉପକାରୀ, ବହୁତ ମଜବୁତ ସ୍ଥିତିରେ ତୁମେ ଅଛ। ଭାବନି ଏଠି ବସିଛ ସତ୍ସଙ୍ଗରେ, ଏ ଯୋଉ ପ୍ଲାଟଫର୍ମ ମିଳିଛି, ଏଇଟା କ୍ୱଚିତ ଲୋକଙ୍କୁ ମିଳେ, ମନେ ରଖନ୍ତୁ। ତୁମେ 1000 ଟଙ୍କା ଦେଇଦେଲ, ବସିଗଲ, 10 ଟଙ୍କା ଲେଖା ଗୋଟେ ସତ୍ସଙ୍ଗ, ଇଏ କଳନା କରାହେଇନି। ସେଥିପାଇଁ ତୁମର ଭାଗ୍ୟ, ଡେଷ୍ଟିନି ଆଣିକି ଏଠି ରଖେଇ ଦେଇଛି। ଏଭଳି ଜିନିଷ ପାଇବା ବହୁତ କଷ୍ଟ। ତେଣୁ ସୁଯୋଗ ହାତ ଛଡ଼ା କରନି। ବାଇଗଣ ପୋଡ଼ିକିରି ଖାଅ କି ଆଳୁ ପୋଡ଼ିକିରି ଖାଅ, ପଲଉ ଖାଅ କି ବିରିୟାନୀ ଖାଅ, ସେଥିରେ କିଛି ଯା ଆସେ ନାହିଁ, କିନ୍ତୁ ଯୋଗ କର, ଯୋଗ କର, ପ୍ରତି ମୁହୂର୍ତ୍ତରେ ଯୋଗର ଭାବନା କର। ମୁଁ କରିବି ଯୋଗ, ମୁଁ ଜଣେ ଯୋଗୀ ହେବି, ମୁଁ ନିଜର ସ୍ୱରୂପକୁ ଦେଖିବି, ତାଠୁ ଅମୂଲ୍ୟ ଜିନିଷ କିଛି ନାହିଁ। এই যে ଯେତେ ପୃଥିବୀ ଯୋଉ ସବୁ କଥା କହିଲେ, ତାର ଅଂଶ ତୁମେ ଅଛ, ତୁମେ ବନେଇବାର ସହଯୋଗ କରିଛ, ନହେଲେ ତୁମକୁ କାହିଁ ଫାଇଦା ମିଳନ୍ତା, ଫାସିଲିଟି ମିଳନ୍ତା। ଭଲ ଭାବରେ ମୋ କଥା ଚିନ୍ତା କରିବା, ଏଇଠି ରଖିବା। ସମୟ ହେଇଯାଇଛି, ଏବେ କୁହନ୍ତୁ ମତାମତ, କିଏ ଯଦି କ'ଣ କହିବେ କୁହନ୍ତୁ। ଗୁରୁଜୀ ଗୁରୁମା ପ୍ରଣାମ। ପ୍ରଣାମ। ଉପସ୍ଥିତ ସମସ୍ତ ମୁନିମତି ଭାଇ ଭଉଣୀ ମାନଙ୍କୁ ମୋର ଜୟଜୀ। ଆଜି ଆପଣଙ୍କ ଆଲୋଚନାରେ ଆମେ ବହୁତ କିଛି ଜାଣିବାକୁ ପାଇଲୁ। ଆପଣ ତ ସୃଷ୍ଟିର ଆରମ୍ଭ ଠାରୁ ଆମର ଜୀବନ ଚର୍ଯ୍ୟାର ଶେଷ ପର୍ଯ୍ୟନ୍ତ ସବୁ କହିଗଲେ। ବୃକ୍ଷଲତା ପାଖରୁ ଆରମ୍ଭ କରି ପଶୁ ପକ୍ଷୀ
ଖାଦ୍ୟ ପାନୀୟ ଆମର ଯାବତୀୟ ଜିନିଷ ଉପଯୋଗୀ ଜିନିଷ ଠାରୁ ଆମେ କି ଉପକାର ପାଉଛୁ ସବୁ କହିଯାଇଛନ୍ତି ଏବଂ ଶେଷରେ ଯୋଗର ମଧ୍ୟ ଉଦାହରଣ ଦେଇଛନ୍ତି। ଯୋଗ କଲେ କିପରି ଆମେ ରୋଗ ମୁକ୍ତି ହେବୁ, ଜୀବନରୁ ମୁକ୍ତି ପାଇବୁ, ଆତ୍ମାର ଅନୁସନ୍ଧାନରେ ପହଞ୍ଚି ପାରିବୁ। ଏଗୁଡା ସବୁ ଆଜି ଆମକୁ ବହୁତ ଭଲ ଲାଗିଲା। ଆପଣ ଏପରି ଭଲ ଭଲ ଉପଦେଶ ଦେଉଥାନ୍ତୁ, ଆମେ ତାହା ଶୁଣି ଆମ ଜୀବନ ପଥରେ ଆଗେଇ ଚାଲିବୁ। ଏତିକି କହି ରହୁଛି। ଜୟ ଜୟ। ଧନ୍ୟବାଦ ମତାମତ ପାଇଁ। ସୁନ୍ଦର ଭାବରେ ବର୍ଣ୍ଣନା କଲେ ଅତି ସର୍ଟରେ। ଠିକ ଅଛି, ଧନ୍ୟବାଦ। କୁହନ୍ତୁ ରବୀନ୍ଦ୍ର। ଜୟ ଜୟ। ଆଜି ସତ୍ସଙ୍ଗରେ ଉପସ୍ଥିତ ମಧ್ୟ ଗୁରୁଜୀ ଗୁରୁମା ଜ୍ଞାନୀ ଜିଜ୍ଞାସୁ ମୁନି ଓ ମୁନିମତି, ଆଜି ଆଲୋଚନାର ନିଷ୍କର୍ଷ କହିବା ଯେ ପରମାତ୍ମା ଏସବୁ ବନେଇବା ପାଇଁ ର ମେଟେରିଆଲ କୋଉଠୁ ଆଣିଲେ? ତାଙ୍କ ର ମେଟେରିଆଲ ଆବଶ୍ୟକ ସବୁ ବନେଇବା ପାଇଁ, କିନ୍ତୁ ସେ ଗୋଟେ ଅଦ୍ଭୁତ ଚିନ୍ତା କଲେ ଯେ ମୋର ଆକୁ ବନେଇବା ପାଇଁ ଯେ ମୋ ହାତ ତ ର ମେଟେରିଆଲ ନାହିଁ, ବର୍ତ୍ତମାନ ମୁଁ ସବୁ ନିଜ ରୂପ ହେଇଯାଏ। ପରମାତ୍ମା ସୂର୍ଯ୍ୟ ହିଁ ପରମାତ୍ମା ରୂପ, ଚନ୍ଦ୍ର ହିଁ ପରମାତ୍ମା ରୂପ, ପଞ୍ଚତତ୍ଵ ହିଁ ପରମାତ୍ମା ରୂପ, ଏ ମନୁଷ୍ୟ ହିଁ ପରମାତ୍ମା ରୂପ। ତାହେଲେ ମନୁଷ୍ୟ ପରମାତ୍ମା ରୂପ ହେଇକି କାହିଁକି ପରମାତ୍ମା ଖୋଜୁଛି? ଏଇ କ୍ୱେଶ୍ଚିନ୍ ଯଦି ମନରେ ଉଠେ, ଜଡ଼ ଚେତନ ତ ସବୁ ପରମାତ୍ମା। ଯଦି ଏଇ ପ୍ରଶ୍ନ ଉଠେ ମନୁଷ୍ୟ ପରମାତ୍ମା, ଈଶ୍ୱର, ସର୍ବେଶ୍ୱର, ନିରଞ୍ଜନ ଏ କାହିଁ ଖୋଜୁଛି? ଖୋଜୁଛି ଏଇ ପାଇଁ ସେ ନିଜେ ଗୋଟେ ମଝିର ପ୍ରାଚୀର ସୃଷ୍ଟି କରିଛି, ମୁଁ ଓ ମୋର ଭାବ। ଯଦି ସତ୍ସଙ୍ଗର ଆଶ୍ରିତ ହୋଇ, ସଦ୍ଗୁରୁଙ୍କର ଆଶ୍ରିତ ହୋଇ ଏଇ ମୁଁ ଓ ମୋର ଭାବ ଦୁଇଟି ରାକ୍ଷସଙ୍କୁ ସେ ନଷ୍ଟ କରିଦେଇପାରେ, ତାହେଲେ ସେ ପରମାତ୍ମା ହିଁ ହେଇଯିବ। ଏ ଜୀବ ହିଁ ଶିବ, ଶିବ ଅଲଗା ନୁହନ୍ତି। କେବଳ ତା ମଧ୍ୟ ଯୋଉ ଅହଙ୍କାର ରହିଛି, ଏ ପାଇଁ ସେ ପରମାତ୍ମାକୁ ଅନୁଭବ କରିପାରିବେ। ଜୟ ଜୟ। ଧନ୍ୟବାଦ। ମତାମତ ସର୍ଟରେ ଅତି କମ ସମୟରେ ଭଲ ମତାମତ ରଖିଲେ। ସୁନ୍ଦର ଭାବ ଥିଲା। ମତାମତ ପାଇଁ ଧନ୍ୟବାଦ। କୁହନ୍ତୁ ଆଉ କିଏ କହିବେ? प्रणाम गुरुजी। आजर सत्संग बहुत भल लगे और मो टे कथा भी मत बुझू ना ओडिया समस्त अर्थ कर भावुचे। आज बोले सप्ताह को 2 दिन आम वेट कर सत्संग सब रोचे जल्दी जल्दी सरेबार अच्छे, ध्यान शुणबार अच्छे। शुणले आत्मा को शांति लगुच, आनंद लगुच। केते बाध विघ्न थिले भी 2 घंटा भी केते आनंद लगुच। और आज को सत्संग कहले सेटा महानाथ उपरे कहले जे महानाथ तांकर लीला, भगवान लीला उपरे कहले भावुची। बोले तांकर लीला महानाथ आम प्रत्येक 1-2 दिन रे नहीं, आम दिन रे गोटे सेकेंड को भी तांकर महानता को आमे अनुभव करवार अच्छे। अनुभव करले हमको आत्मानंद मिलबो। आज केमिति तांकर महानता सब कहतिले बेसी भल लागला। सबुटारे तांकर महानता गोटे गछरे, तांकर महानता गोटे फुलरे, गोटे महानता तांकर सेटा देखि आमे सब दिन आनंद प्राप्त करवार अच्छे। बोले से बुझिले। प्रणाम करुचे, परम प्रणाम। धन्यवाद। सुंदर भावरे ओडिया न कहले भी ठीक लगुला। भाव शैली आवेग ठीक थिला। धन्यवाद। हो 1:30 हो जाए समय ये रखा प्रवचन। समस्त मतामत रखी। आज ये सत्संग बहुत पिकुलियर थिला, मैं अनुभव करछि। गोटे अन्य श्रेणी में कही चलते
ସବଜେକ୍ଟ ତ ଆଣିନଥିଲି, ସବଜେକ୍ଟ ଅଣାଯାଏନି, ତିଆରି କରାଯାଏ ସାଙ୍ଗେ ସାଙ୍ଗେ। ତେଣୁ ଯାହା ଆସିଲା ଭାବନାରେ ତାକୁ ରୂପରେଖ ଦିଆଗଲା। ଯେଉଁମାନେ ମତାମତ ରଖିଲେ ସମସ୍ତଙ୍କୁ ଧନ୍ୟବାଦ। ଯେଉଁମାନେ ନିରବତା ହେଇ ଶୁଣିଛନ୍ତି, ଅଧୈର୍ଯ୍ୟ ହେଇନାହାନ୍ତି, ସ୍ଥିର ଭାବରେ ଶୁଣିଛନ୍ତି, ଆଉ ତାଙ୍କୁ ମଧ୍ୟ ବହୁତ ଧନ୍ୟବାଦ। ଯେତେ ଗୁଡ଼ିଏ ସତ୍ସଙ୍ଗ କରାଯାଉଛି ତାର ତାକୁ ସଦୁପଯୋଗ କରନ୍ତୁ, ଲଗାନ୍ତୁ, ଭାବନା କରନ୍ତୁ। ଏଇଠି ଶୁଣିଲା ପରେ ଭାବନା କରନ୍ତୁ, ଯାଇକି ପୁଣି ସେଇଟା ପୁଣି ରି ହବ ମନ ଭିତରେ, ସେଇଟା ପୁଣି ତାର କାର୍ଯ୍ୟକ୍ରମ ଘଟେଇବ ଭାବନା କଲେ। ଏବେ ଶୁଣିଲେ ଯେତିକି ଲାଗିଲା ତାକୁ ଭାବନାରେ ପରିବର୍ତ୍ତନ କର, ରୂପାନ୍ତର କର ଭାବନାକୁ ନେଇକି, ତାହେଲେ ସେଇଟା ବହୁତ ଇଫେକ୍ଟିଭ ହବ। ହଉ, ଏଠି ସମସ୍ତେ ମନ ଦେଇ ଶୁଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ।